ବିଜେଡି ଠାରୁ ସମ୍ପର୍କ ଛିନ୍ନ ହେବା ପରେ ଆଉ ବିକଳ୍ପ କିଛି ତାଙ୍କ ପାଖରେ ନଥିଲା। କାରଣ ନିହାତି ଭାବରେ ଯୋଉମାନେ ଆଜିକାଲି ରାଜନୀତିରେ ଆପଣ ଦେଖିବେ ନେତାମାନଙ୍କର ଧୈର୍ଯ୍ୟ ଟିକେ କମ୍। ଆଜିକାଲିର ରାଜନେତା ମାନଙ୍କର ଚରିତ୍ର ହଉଛି ସେବା କମ୍, କ୍ଷମତା ପାଖାପାଖି ରହିବା। ବିରୋଧୀ ଦଳରେ ସଂଘର୍ଷ କରିକିରି ପୁଣି ମୁଣ୍ଡ ଟେକିକି ଉଠିବାର ଯୋଉ ସାମର୍ଥ୍ୟ ଆମ ନେତାଙ୍କ ଭିତରେ କମ୍। ହଁ, ଗତକାଲି ଯୋଉ ସବୁ ମାନେ ଯୋଉଟା ଚର୍ଚ୍ଚା ହଉଥିଲା, ଗତକାଲି ପ୍ରଭାତ ବିଶ୍ୱାଳ ବିଜେପିରେ ଯୋଗ ଦେଇଛନ୍ତି। ଆଉ ବିଜେଡି ଠାରୁ ସମ୍ପର୍କ ଛିନ୍ନ ହେବା ପରେ ଆଉ ବିକଳ୍ପ କିଛି ତାଙ୍କ ପାଖରେ ନଥିଲା। କାରଣ ନିହାତି ଭାବରେ ଯୋଉମାନେ ଆଜିକାଲିର ରାଜନୀତିରେ ଆପଣ ଦେଖିବେ ନେତାମାନଙ୍କର ଧୈର୍ଯ୍ୟ ଟିକେ କମ୍। ଗୋଟେ ଦଳ ହାରିଗଲା ପରେ ଅନେକ ନେତା ଦଳ ଛାଡନ୍ତି, ସେ କଂଗ୍ରେସର ହଉ, ବିଜେପିର ହଉ, ବିଜେଡିର ହଉ, ପ୍ରତ୍ୟେକ ଦଳରେ ଏଇଭଳି ମାନସିକତାର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଘଟଣାକ୍ରମରେ ସେ ତାଙ୍କର ମନ୍ତବ୍ୟ ପାଇଁ ହଉ ବା କାର୍ଯ୍ୟ ପାଇଁ ହଉ ବା ବିଭିନ୍ନ ପ୍ରକାର ପାଇଁ ସେ ବିଜୁ ଜନତା ଦଳରୁ ନିଜ ମାନେ ସମ୍ପର୍କ ତାଙ୍କର ଛିନ୍ନ ହେଇଛି। ବିଜେପି କି ଯିବା ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା। ତେଣୁ ସେ ଗତକାଲି ବିଜେପିରେ ଯୋଗ ଦେଇଛନ୍ତି। ଯୋଉଟା ଆପଣ କହୁଛନ୍ତି, ଯୋଉଟା ଯେ ତାଙ୍କ ନାଁରେ ମାମଲା ଥିଲା, ହଁ ତାଙ୍କ ନାଁରେ ମାମଲା ଅଛି, ଚାଲିଛି, ସେ ଚିଟଫଣ୍ଡ ସମ୍ପର୍କିତ ମାମଲା ଚାଲିଛି। ଆପଣ ମାନଙ୍କ କହିବା ଅନୁସାରେ ଯେ ସେ ଡରିକିରି ସେମିତି କିଛି ଯାଇଥିବେ ବୋଲି ହୁଏତ କାରଣ ହେଇଥାଇପାରେ ସେଇଟା, କିନ୍ତୁ ତାଙ୍କ ନାଁରେ ମାମଲା ଅଛି। ଆଉ ପ୍ରତ୍ୟେକ ଲୋକ ଚାହିଁବେ ଆମେ କ୍ଷମତାର ଅଳିନ୍ଦରେ ରହିବୁ। ଆଜିକାଲିର ରାଜନେତା ମାନଙ୍କର ଚରିତ୍ର ହଉଛି ସେବା କମ୍, କ୍ଷମତା ପାଖାପାଖି ରହିବା। ବୁଝିପାରୁଛନ୍ତି? ତେଣୁ ସ୍ୱାଭାବିକ ଭାବରେ ପ୍ରଭାତଙ୍କର ବିଜେପିରେ ଯୋଗ ଦେବାର କିଛି ଆଶ୍ଚର୍ଯ୍ୟ ହବାର ନାହିଁ। ଆମେ ତ ଭାବୁଥିଲୁ ସେ ବହୁତ ଆଗରୁ ଯୋଗ ଦେବେ, କିନ୍ତୁ ତାଙ୍କ ପରେ ତାଙ୍କର ଯିଏ ପ୍ରତିଦ୍ୱନ୍ଦ୍ୱୀ, ତାଙ୍କୁ ଯିଏ ନାଲି ବାବା କହିକିରି ତାଙ୍କୁ ସମାଲୋଚନା କରୁଥିଲେ, ତାଙ୍କର ଯିଏ ଘୋର ବିରୋଧୀ ଦେବାଶିଷ ସାମନ୍ତରାୟ ଯୋଗ ଦେଇକିରି ସାଂସଦ ହୋଇସାରିଲେଣି। ଆମେ ଭାବୁଥିଲୁ ପ୍ରଭାତ ବିଶ୍ୱାଳ ଯୋଉ ଭଳି ଘଟଣାକ୍ରମ ସେତେବେଳେ ଘଟିଗଲା ରାଜ୍ୟସଭା ନିର୍ବାଚନ ପୂର୍ବରୁ, ଯୋଉ ହେଲା ଉପନିର୍ବାଚନ ପୂର୍ବରୁ ଲାଗିଲା ଯେ ସିଏ ବୋଧେ ସିଧା ଯୋଗ ଦେଇଦେବେ। କିନ୍ତୁ ତାଙ୍କ ପରେ ଯିଏ ତାଙ୍କୁ ସେଇ ଯୋଗଦାନକୁ ନେଇକି ସମାଲୋଚନା କରୁଥିଲେ, ବୁଝିପାରୁଛନ୍ତି ତ, ପୂର୍ବରୁ ସିଏ ଯୋଗ ଦେଇକି ସାଂସଦ ହେଇଗଲେ। ଇଏ କିଛି ତାଙ୍କର ବର୍ତ୍ତମାନ ଗତକାଲି ସେ ଯୋଗ ଦେଇଛନ୍ତି। ନିହାତି ଭାବରେ ଆପଣମାନେ ଯୋଉ କହିବା ଅନୁସାରେ ସେ ବାଧ୍ୟବାଧକତା ହେଇପାରେ, ରାଜନୈତିକ ବାଧ୍ୟବାଧକତା। କାରଣ କ୍ଷମତାରୁ ଦୂରେଇକି ରହିବା, ନିହାତି ଭାବରେ ବିରୋଧୀ ଦଳ ତ ଅଭିଯୋଗ କରୁଛନ୍ତି ଯେ ସେ ତାଙ୍କର ନାଁରେ ମାମଲା ଅଛି, ଇଏ ଅଛି, ସେ ଅଛି, ତେଣୁ ସେ ଯୋଗ ଦେଲେ। ଆମେ ସେ ଦୃଷ୍ଟିରୁ କହିବାନି। ମୁଁ କହିବି ଯେ କ୍ଷମତାଠୁ ଦୂରେଇକି ରହିବାରେ ଆମ ନେତା ମାନଙ୍କର ଧୈର୍ଯ୍ୟ ନାହିଁ। ବିରୋଧୀ ଦଳରେ ସଂଘର୍ଷ କରିକିରି ପୁଣି ମୁଣ୍ଡ ଟେକିକି ଉଠିବାର ଯୋଉ ସାମର୍ଥ୍ୟ ଆମ ନେତାଙ୍କ ଭିତରେ କମ୍। ପ୍ରତ୍ୟେକ ଦଳ, ସେ କଂଗ୍ରେସ ଦେଖୁନ, କଂଗ୍ରେସର କିଛି ନେତା ଅନ୍ୟ ଦଳରେ ଯୋଗ ଦେବେ, ଆପର କିଛି ନେତା ହୋଲସେଲରେ ବିକ୍ରି ହେଇଗଲେ। ବୁଝିପାରୁଛନ୍ତି ତ? ତେଣୁ ଏ ପ୍ରକାର ବର୍ତ୍ତମାନ ଯୋଉ ରାଜନୀତିରେ ଗୋଟେ ନୂଆ ଟ୍ରେଣ୍ଡ ହେଇଛି, ଏଥିରେ ପ୍ରଭାତ ବିଶ୍ୱାଳଙ୍କ ଯୋଗଦାନ କିଛି ନୂଆ କଥା ନୁହେଁ, ଆଶ୍ଚର୍ଯ୍ୟ କଥା ନୁହେଁ। ନାଇଁ, ବିଜେଡିରେ ତାଙ୍କୁ ବିଜେଡି ଯଥେଷ୍ଟ ସୁଯୋଗ ଦେଇଛି। ବିଜେଡି ସୁଯୋଗ ଦେଇନି। ତାଙ୍କ ସ୍ତ୍ରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଇଥିଲେ, ସିଏ ବିଧାୟକ, ଯଦିଓ ସ୍ୱାଧୀନ ଭାବେ ସିଏ ଅନେକ ନିଜ ପାଇଁ ପରିଚୟ ସୃଷ୍ଟି କରିଥିଲେ ସେତେବେଳେ ନିର୍ବାଚନ ମଣ୍ଡଳୀ କଟକ ସଦରରେ, ସେଟା ଅସ୍ୱୀକାର କରିବା ନାହିଁ। ତାଙ୍କ ସଂଗଠନ ଲୋକ, ସଂଗଠନ ଥିଲା, ତାଙ୍କ ମୂଳ ସଂଗଠନ ଥିଲା, ଯୋଉଥିରେ କି ତାପରେ ସେ ବିଜେଡି ସହିତ ଯୋଡି ହେଇକିରି ମଧ୍ୟ ତାକୁ ଆହୁରି ପ୍ରଭୁତ୍ୱ ବିସ୍ତାର କରିଥିଲେ। କିନ୍ତୁ ବିଜେଡି ଖାଲି ତାଙ୍କୁ ପରିଚୟ ଦେଇନଥିଲା, ବିଜେଡି ତାଙ୍କୁ ଯଥେଷ୍ଟ ସୁଯୋଗ ଦେଇଥିଲା, ଯଥେଷ୍ଟ ମନ୍ତ୍ରୀଟେ କରିନଥିଲା। ନହେଲେ ସବୁ ପ୍ରକାର କ୍ଷମତା ବିଜେଡିରେ ଥାଇକିରି ସବୁ ତାଙ୍କ ପୁଅ ଏମଏଲଏ ହେଲେ, ସିଏ ଏମଏଲଏ, ତାଙ୍କ ସ୍ତ୍ରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ, ସବୁ ସୁଯୋଗ ପାଇଛନ୍ତି। ତେଣୁ ବିଜେଡି ପରିଚୟ ନିହାତି ଭାବରେ ଦେଇଛି। ବିଜେଡି ତାଙ୍କୁ ଯଥେଷ୍ଟ ପରିଚୟ, ରାଜନୀତିରେ ଗୋଟେ ଦମଦାର ପରିଚୟ ତ ବିଜେଡି ରାଜନୀତିରେ ପରିଚୟ ତାଙ୍କର କିଛିଟା ଥିଲା, ଅସ୍ୱୀକାର କରିବାନି। କିନ୍ତୁ ରାଜନୈତିକ ଗୋଟେ ପ୍ରକ୍ରିୟାରେ ଏତେ ବର୍ଷ ଧରିକି ଦମଦାର ପରିଚୟ ଗୋଟେ ବିଜେଡି ଦେଇଥିଲା, ଏଇଟା ସତ୍ୟ। ତେଣୁ ଏବେ ବିଜେପିରେ ଆପଣ ଦେଖନ୍ତୁ, ବିଜେଡିରେ ପରିଚୟ ପାଇଥିବା ଲୋକ ବିଜେପିରେ ବହୁତ ଅଛନ୍ତି। ସେମିତି କିଛି ନୂଆ କଥା ନୁହଁ ଯେ ପ୍ରଭାତ ବିଶ୍ୱାଳ ପ୍ରଥମ ଲୋକ ଯୋଗ ଦେଲେ। ଆରେ ଦୁଇଟା ତିନି ଜଣ ସାଂସଦ ଦଳ ଛାଡିକି ପଳେଇଲେ। ଅନେକ ମ୍ୟୁନିସିପାଲିଟି ଚେୟାରମ୍ୟାନ, ବ୍ଲକ ଚେୟାରମ୍ୟାନ, ସେମାନେ ବି ଦଳ, କାଲି ଜଣେ ସେ ଜଗଦୀଶ ସାହୁ ଯୋଡା ଚମ୍ପୁଆର, ସେ ବି ଯୋଡାର, ସେ ଯୋଗ ଦେଇଛନ୍ତି। ତେଣୁ
ବିଜୁ ଜନତା ଦଳ ପରିଚୟ ଦେଇଥିବା ଅନେକ ନେତା ବର୍ତ୍ତମାନ ବିଜେପିରେ, ଏଥିରେ କିଛି ନୂତନତ୍ୱ ନାହିଁ। ମେୟର ପଦବୀ ପାଇଁ ଯାଇଥିବେ ଯଦି ସେଟା ତାଙ୍କ ଦଳର କଥା, ଭାରତୀୟ ଜନତା ପାର୍ଟିର। ମୁଁ ଯେତିକି ଜାଣିଛି ଭାରତୀୟ ଜନତା ପାର୍ଟି କ୍ୟାଡର ବେସ୍ଡ ପାର୍ଟି, ତାଙ୍କର କ୍ୟାଡରକୁ ସେମାନେ ଟିକେ ଅଧିକ ଗୁରୁତ୍ୱ ଦିଅନ୍ତି। କଟକରେ ଏମିତି ନେତାଙ୍କର ଅଭାବ ନାହିଁ, ବୁଝିପାରୁଛନ୍ତି। କଟକରେ ନେତୃତ୍ୱର ଅଭାବ ନାହିଁ, ତାଙ୍କର ବହୁତ ଲୋକ ବି ସେଠି ନେତା। ଏକଦା ସମୀର ଦେ, ନୟନ ମହାନ୍ତିଙ୍କର ସେ ସମୟରେ ଗୋଟେ ପ୍ରକାର ଦବଦବା ଥିଲା, କରୁଥିଲେ। ସମୀର ଦା ଚାଲିଗଲା ପରେ ବର୍ତ୍ତମାନ ଯଦିଓ ପୁରୁଣା ଲୋକ ନାହାନ୍ତି, କିନ୍ତୁ ଅନେକ ଭଲ ନେତା ସେଇଠି ଅଛନ୍ତି, ଯୋଉମାନେ କି ଦଳର ଏଇ ମେୟର ଗତ ଥର ସୀତମ ଦାସ ଠିଆ ହେଇଥିଲେ, ଏବେ ପ୍ରଭାତ ଷଡ଼ଙ୍ଗୀଙ୍କୁ ମେୟର ଆଶାୟୀ ବୋଲି କହିବା ହେଇପାରେ। ରାଜନୀତିରେ କିଛି ଅସମ୍ଭବ ନୁହଁ, ବୁଝିପାରୁଛନ୍ତି ତ। ଆଜିକାଲି ଯୋଉ ଦଳର ଚରିତ୍ର, ବିଜେପିର କ୍ୟାଡର ବେସ୍ଡ ଆଟିଟ୍ୟୁଡରେ ମଧ୍ୟ ଟିକେ ଚେଞ୍ଜେସ୍ ଆସିଲାଣି। ସେମାନେ ନିଜ ଦଳର ଲୋକଙ୍କୁ ମଧ୍ୟ କେତେକ ଜାଗାରେ ଗୁରୁତ୍ୱ ନ ଦେଇକରି ବାହାର ଦଳରୁ ଆସିଥିବା ଲୋକଙ୍କୁ ମଧ୍ୟ ଗୁରୁତ୍ୱ ଦଉଛନ୍ତି, ଏଇଟା ସତ। ଆଉ ପ୍ରଭାତ ବିଶ୍ୱାଳ ଯଦି ସୁଭାଷ ସିଂ ମେୟର ହେଇପାରିଲେ, ପ୍ରଭାତ ବିଶ୍ୱାଳ ମେୟର ଆଶାୟୀ ହବାରେ ଅସୁବିଧା କଣ ଅଛି? ମେୟର ଆଶାୟୀ ହବାରେ କିଛି ଅସୁବିଧା ନାହିଁ, କିନ୍ତୁ କରିବ ଯଦି ଦଳ, ସେଇଟା ହଉଛି ଭିନ୍ନ କଥା। କାରଣ ବିଜେପିରେ ମଧ୍ୟ ଅନେକ ଆଶାୟୀ ଆଜି ମଧ୍ୟ କଟକରେ ଅଛନ୍ତି। ବିଜେପିର କ୍ୟାଡର ମାନେ ଆଜି ମଧ୍ୟ କଟକର ବାରବାଟୀ ହଉ, କଟକ ସଦର ହଉ, କଟକ ଚୌଦ୍ୱାର କଟକ ହଉ, ସବୁଠି ସଂଘର୍ଷ କରୁଛନ୍ତି। ତେଣୁ ସେମାନେ ଯୋଉମାନେ ସଂଘର୍ଷ କରୁଛନ୍ତି ସେମାନଙ୍କୁ ଗୁରୁତ୍ୱ ଦେବେ କି ବାହାରୁ ଆସିଥିବା ଲୋକଙ୍କୁ ଗୁରୁତ୍ୱ ଦେବେ, ସେଟା ସମୟ, ସେଟା ତାଙ୍କ ଦଳ ନିଷ୍ପତ୍ତି ନେବ।